ନିଶାଡ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ ଘଟଣାରେ 8 ଜଣଙ୍କୁ ଧରିଲା ପୋଲିସ। ଏବେ ବି 9 ଜଣ ଫେରାର। ନିଶାଡ଼ି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ଘଟଣାରେ 8 ଜଣଙ୍କୁ ଧରିବାରେ ବାରିପଦା ସଦର ଥାନା ପୋଲିସ ସଫଳ ହୋଇଛି। ଏଥିସହିତ ଅନ୍ୟ 9 ଜଣ ଫେରାର ଥିବା ନେଇ ସୂଚନା ମିଳିଛି। ଏନେଇ ବାରିପଦା ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ମହାରଣା ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଗିରଫମାନେ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ କୁନ୍ଦନମୁଖୀ, ଭିଠୋଳମୁଖୀ, ସଞ୍ଜୟ ଦାସ, ଶମ୍ଭୁ ଗୋପାଳ, ସତ୍ୟନାରାୟଣ ଦାସ, ସୁନୀଲ ମହାପାତ୍ର ଓ ରାଜେଶ ମହାନ୍ତ। ଗତ ଜୁଲାଇ 24 ତାରିଖ ବାରିପଦା ସହରର ବିଭିନ୍ନ ଅଞ୍ଚଳର ପ୍ରାୟ 17 ଜଣ ଯୁବକମାନେ ନିଶାସକ୍ତ ଅବସ୍ଥାରେ ଉନ୍ମୁକ୍ତ କାଣ୍ଡ ଲିଭାଇଥିଲେ। ବାରିପଦା ସଦର ଥାନା ଅନ୍ତର୍ଗତ ପଡ଼ାଅସ୍ତିଆ ଓ ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ଉକ୍ତ ଘଟଣା ଘଟିଥିଲା। କିଛି ବିଶୃଙ୍ଖଳିତ ଯୁବକ ନିଶାସକ୍ତ ଅବସ୍ଥାରେ ଉତ୍ପାତ ଚିନ୍ତାଜନକ ରହିଥିଲା। ଯୁବକମାନେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଲୁଲୁଙ୍ଗ ଅଞ୍ଚଳରୁ ନିଶାସକ୍ତ ଅବସ୍ଥାରେ ଫେରିବା ବେଳେ ଘଟଣାର ସୂତ୍ରପାତ ହୋଇଥିଲା। ପୂର୍ବାହ୍ନ 4ଟା ସମୟରେ ମାନସ ଗୋଚ୍ଛାୟତ ନାମକ ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ଛୁଆକୁ ଧରି କେନ୍ଦୁଆରୁ ବାଇକ୍ରେ ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲେ। ତାଙ୍କ ପତ୍ନୀଙ୍କ ବେକରୁ ସୁନାହାର ଛିନତାଇ କରିବା ସହିତ ମାନସ ଗୋଚ୍ଛାୟତକୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଇଟା ମାରି ଫଟାଇବା ସହ ମାରପିଟ କରିଥିଲେ। ମାନସ ଗୋଚ୍ଛାୟତ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ନିଶାସକ୍ତ ପିଲାମାନଙ୍କୁ ଘୋଡ଼ାଇଥିଲେ। ମାନସଙ୍କ ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କୁ ଉଦ୍ଧାର କରି ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ତେବେ ଏଥିପାଇଁ ଯୁବକମାନେ ଉତ୍କ୍ଷିପ୍ତ ହୋଇ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଡକାଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ଘଟଣାସ୍ଥଳକୁ ଆସି ଉତ୍ପାତ ମଚାଇଥିଲେ। ନଜରରେ ଯେଉଁ ଗାଡ଼ି ଓ ଲୋକ ଆସିଲେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। 5ରୁ 6ଟି 4 ଚକିଆ ଗାଡ଼ିଗୁଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ସାମାଖୁଣ୍ଟା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ। ଦରକାରୀ କାଗଜପତ୍ର ନେଇ ବାରିପଦା ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ନେଇ ସାମାଖୁଣ୍ଟା ବ୍ଲକ ଅଭିମୁଖେ ଫେରୁଥିବା ବେଳେ ଧନପୁର ଛକ ନିକଟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ବାରିପଦା ଟାଉନ ଓ ସଦର ଥାନାରେ ଅଭିଯୋଗ କ୍ରମେ ଥାନା ଅଧିକାରିଣୀ ମଧୁସ୍ମିତା ମହାନ୍ତିଙ୍କ ନେତୃତ୍ୱରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ 17 ଜଣ ମଧ୍ୟରୁ 8 ଜଣଙ୍କୁ ପୁଲିସ ଧରିବା ବେଳେ ଜଣେ ସେଥିରେ ନାବାଳକ ଥିବା ଜଣାପଡ଼ିଛି। ଏଥିସହିତ 9 ଜଣ ଯୁବକମାନଙ୍କୁ ଗିରଫ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ 7 ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସମେତ ଜଣେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ କ'ଣ କହୁଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ମହାରଣା, ଆସନ୍ତୁ ଶୁଣିବା। ମୁଁ ଉମାଶଙ୍କର ମହାରଣା, ଆଡିସନାଲ ଏସପି ମୟୂରଭଞ୍ଜ। ଆପଣଙ୍କୁ ଏଇ ପ୍ରେସ୍ ବ୍ରିଫିଂ ଜରିଆରେ ମୁଁ ଜଣାଇବାକୁ ଚାହୁଁଛି ଯେ ଆମର ଗତ 24/7/2024 ତାରିଖରେ ଦିନ 3ଟା ବେଳେ ଅପରାହ୍ନ 3ଟା ବେଳେ ସ୍ୱାମୀ ସ୍ତ୍ରୀ ଆସୁଥିଲେ। ସେମାନେ ବାରିପଦାକୁ ଆସୁଥିଲେ। ଧନପୁର ଛକରେ ତାଙ୍କର ରବେରୀ କରିଥିଲେ 3ଟା ଯୁବକ ଗୋଟେ ମୋଟରସାଇକେଲ ଆସି ତାଙ୍କର ସୁନା ଚେନ୍ ଛଡ଼େଇ ନେଇଥିଲେ। ଛଡ଼େଇ ନେବା ଭିତରେ ସେମାନଙ୍କୁ ସେଠି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଏବଂ ତାଙ୍କୁ ସ୍ଥାନୀୟ ଲୋକ ଅଟକାଇଥିଲେ। ପୁଲିସ ବି ଯାଇ ପହଞ୍ଚି ସେ ତାଙ୍କୁ କାବୁ କରିଥିଲେ ସେ ଲୋକମାନଙ୍କୁ। ଆଉ ତାର ସେଇ ଯେଉଁ ମୋଟରସାଇକେଲ ବି ଜବତ କରିଥିଲେ। ତାପରେ ସେ ପିଲାମାନଙ୍କର ଯେତେବେଳେ ଆମେ ପୁଲିସ ତାଙ୍କୁ ଗିରଫ କଲା ପରେ ସେ ତାଙ୍କର ସହଯୋଗୀମାନେ ବିଭିନ୍ନ ମାରଣାସ୍ତ୍ର ଧରିକି ସେ ତାଙ୍କୁ ଆସିଥିଲେ ସେଇ ଘଟଣାସ୍ଥଳକୁ। ସେ ଯେହେତୁ ସେ ସମୟରେ ସେ ଯେଉଁ ଲୋକ ଯାହାଠୁ ସେମାନେ ରବେରୀ କରିଥିଲେ ସେ ଲୋକ ଚାଲି ଯାଇଥିଲେ ସେ ସମୟରେ। ସେଥିପାଇଁ ଭାବିଲେ ଯେ ଯେକୌଣସି ଗାଡ଼ି ଯେଉଁ ରାସ୍ତାରେ ଯିବା ଆସିବା କରୁଥିଲା ସେ ଗାଡ଼ି ଗୁଡ଼ା ବାଟରେ ଯେତିକି ଗାଡ଼ି ଅଛି ସବୁ ଆମ ଅସ୍ତିଆଟେ ପୋଡ଼ାସ୍ତିଆ ପାଖରେ ଆଉ ଟାଉନ ଥାନା ଗୋଟେ ଜାଗାରେ ଏମିତି ସବୁ କ'ଣ କରୁଛି ସେମାନେ ତାଙ୍କୁ ଗାଡ଼ି ଗୁଡ଼ାକୁ ବାଡ଼େଇକି ଗୋଟେ ବ୍ଲକ ଗାଡ଼ି ଗୋଟେ ସେଥିରେ ଅନ୍ତର୍ଭୁକ୍ତ ଅଛି ଆଉ ସେଟା ସବୁ ବାଡ଼େଇକି ଗାଡ଼ି ସବୁ ଭାଙ୍ଗି ଦେଇଥିଲେ। ତେଣୁକରି ସମୁଦାୟ ସେ ରବେରୀ କେସ୍ ସାଙ୍ଗକୁ ଆଉ 2ଟା କେସ୍ ବି ହେଇଛି। ଯେଉଁ ରବେରୀ କେସ୍ ହେଇଛି ସେଇଟା ରବେରୀ କେସ୍ ହେଉଛି ବାରିପଦା ସଦର କେସ୍ ନମ୍ବର 132 ଡେଟେଡ୍ 24/7/2024 ଅଣ୍ଡର ସେକ୍ସନ 309
क्लॉज 6 BNS रे हिची केस आपण ए जो हमर आर्टिफिशियल एक्टिविटीज थिला तांकर सहयोगी माने आसीथिले से तांको घटना पर से तांको नाम रे से आउ दुईटा केस हिची सेटा होची सदर थाना केस नंबर 133 डेटेड 25/7/2024 अंडर सेक्शन 296 324 क्लॉज 4 351 क्लॉज 2 और 3 क्लॉज 5 BNS रे केस हिची आउ गोटे केस हिची बारीपदा टाउन थाना रे जेटा कि अस्तिया मु कहली आपन को अस्तिया छकरे हेतला घटना गाड़ी भांगी सेटा हिच केस बारीपदा टाउन केस नंबर 436 डेटेड 25/7/24 अंडर सेक्शन होची 126 क्लॉज 2 324 क्लॉज 2 और 3 क्लॉज 5 BNS एक्ट केस हिची तांगर वर्तमान आम समुदाय जो रबेरी केस इनवल्व थे दुई जन लोक गिरफ होती आउ जो भंगारुजा घटना रे आम टोटाल 6 जन को गिरफ कर टोटाल आम 8 जन गिरफ कर आज से कोर्ट चालन हो सब स्थानीय अंचल सोनगड़िया आमर मधुबन ये सब लोकालिटी कालिकापुर ये सब टाउन इलाकार सब सब से असामाजिक कार्यकलाप लिप्त थे ना बहुत केस अच्छी से आगु विभिन्न मोकदमा जड़ित थे भी जेहेतु आंटी सोशियाल से मिसिक सब कम कर ना विभिन्न मोकदमा भी आगु अच्छी से भी आम रिफ्लेक्ट कर आगे अन्य सहयोगी जी अच्छा इनवल्व अच्छे आम भी देखु यथाशीघ्र गिरफ कर आगे माइनर जड़े अच्छी आम जो आज गिरफ कर 7 जन भर जड़े केवल आम 7 जन जाक मेजर अच्छा जन को आम आप्रिहेंड करूँ सी प्रोड्यूस हम सीजेम